ହ୍ୟାଲୋ ସାଙ୍ଗମାନେ, ଆଜି ଆମେ କରିବାକୁ ଯାଉଛୁ ଓଡ଼ିଆ ଘରର ପିଠା, ପ୍ରିୟ ପିଠା ମଣ୍ଡା ପିଠା। ଆମେ ଗୋଟେ ସୁନ୍ଦର ନାରିକେଳ ନେବା। ନାରିକେଳକୁ ଗୋଟେ ପଥରରେ ପିଟି ପିଟି ତା ମୁଣ୍ଡ ଫଟେଇ ଦେବା। ନଡ଼ିଆଟି ନ ମରିବା ପର୍ଯ୍ୟନ୍ତ ଗ୍ରାଇଣ୍ଡରରେ ଘୁରେଇବା, ଯେମିତି ସେ ଘୁରି ଘୁରି ମରିକି ଚୁନ ଚୁନ ହେଇଯିବ। ତାପରେ ଗୋଟେ ଜାଗାରେ କିଛି ପାଣିକୁ ଫୁଟାଇବା ଓ ସେଥିରେ କିଛି ସ୍ୱାଦ ଅନୁସାରେ ଲୁଣ ଓ ଟିକେ ତେଲ ଦେଇକି ପାଣି ରାଗିବା ଯାଏଁ ତାକୁ ଫୁଟାଇବା। ମଝିରେ ମଝିରେ ଆମେ ଟିକେ ଦେଖିବା ଚଟୁ ମାରିକି ପାଣିଟା କେତେ ରାଗିଛି। ତାପରେ ପୁରା ସୁନ୍ଦରିଆ ଓ ସଫା ଚୁନାକୁ ରାଗିଥିବା ପାଣିରେ ଆମେ ପକେଇଦେବା। ଯେପର୍ଯ୍ୟନ୍ତ ଚୁନା ଗରମ ପାଣିକୁ ଶୋଷି ନ ନେଇଛି ସେ ପର୍ଯ୍ୟନ୍ତ ଆମେ ଘୁର ଘୁରେଇବା ତାକୁ। ଏବେ ମଣ୍ଡା ପିଠା ପାଇଁ ପୁର ପ୍ରସ୍ତୁତ କରିବା। ପୁର ନଦେଲେ କ'ଣ ମଣ୍ଡା ପିଠା ଟିକେ ସ୍ୱାଦ ଲାଗିବ? ନା ନା, ଜମା ନୁହଁ। ପୁର ନହେଲେ ପିଠାର ସ୍ୱାଦ ଲାଗେ କିଛି ଆସିବନି। ପୁର ହେଇଗଲା 2 ମିନିଟରେ। ପୁର ହେଇଗଲା ପରେ ଚାଲ ଆମେ ଏବେ ମଣ୍ଡା ପିଠା ପ୍ରସ୍ତୁତ କରିବା। ଖଡ଼ିକୁ ଗୋଲମୋଲ କରି ପୁଣି ତାକୁ ଚେପ୍ଟା କରି ତା ଭିତରେ ପୁର ପୁରାଇ ଦେବା। ସବୁଗୁଡ଼ା ସେମିତି କରିକି ପୁରା ଗୋଲ ଗୋଲ କରିଦେବା। ତାପରେ ସେସବୁକୁ ବାମ୍ଫ ଦେଇକି ସିଝେଇ ଦେବା। ପିଠା କରୁ କରୁ ମୋ ଭାଇ ଆସି ପହଞ୍ଚିଲା। ଆଉ ସେ ତ ମଣ୍ଡା ପିଠା ଦେଖି ନାକ ଟେକିଲା। ସେ କହିଲା, ମୋ ପାଇଁ ସୁଜି ମଣ୍ଡା କରିଦିଅ। ତାପରେ ମୋ ମା କହିଲା କି ଘରେ ସୁଜି ନାହିଁ, ତୁ ଯା ନେଇକି ଆସିବୁ ଯଦି ପିଠା କରାହବ, ନହେଲେ ସେ ଭିତରେ ଆମର ମଣ୍ଡା ପିଠା ବି ହେଇଯାଇଥିଲା। ଦେଖନ୍ତୁ ସାଙ୍ଗମାନେ, ରେଡ଼ି ହେଇଗଲା ଆମ ମଣ୍ଡା ପିଠା। ୱାଓ! ତାପରେ ସେ ପହଞ୍ଚିଗଲା ସୁଜି ନେଇକି। ଭାଇର ଫରମାଇଶ ସୁଜି କା ମଣ୍ଡା। ପୁଣି ତା ପାଇଁ ଏଠି ସୁଜି ମଣ୍ଡା କରାହେଲା। କାହାକୁ କାହାକୁ ମଣ୍ଡା ପିଠା ଭଲ ଲାଗେ ମୋତେ କମେଣ୍ଟ କରି ନିଶ୍ଚୟ ଜଣାଇବେ। ଦେଖନ୍ତୁ ଆମର ମଣ୍ଡା ପିଠା କେତେ ସୁନ୍ଦର ହେଇଛି, ପୁରା ସ୍ପଞ୍ଜି। ଆପଣମାନେ ବି ଥରେ ଏମିତି ନିଶ୍ଚୟ ବନେଇବେ। ରହିଲି, ଜୟ ଜଗନ୍ନାଥ।